ଆପଣଙ୍କ ଖାତାକୁ ସୁଭଦ୍ରାର ଟଙ୍କା ଯେଉଁ ଆସିବାର ଅଛି ତ କେମିତି ଭାବରେ ଆପଣ ଚେକ୍ କରିପାରିବେ, ଯାହାକି ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବା ପାଇଁ ଯାଉଛି। ତ ଚାଲନ୍ତୁ ଡେରି ନକରି ଭିଡ଼ିଓ ଷ୍ଟାର୍ଟ କରିବା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆଜି ଆମେ ଭିଡ଼ିଓରେ ଜାଣିବା ଆପଣଙ୍କର ସୁଭଦ୍ରା ଟଙ୍କା ଯେଉଁ ପଞ୍ଚମ କିସ୍ତି ଆପଣଙ୍କର 5,000 ଟଙ୍କା ଆସିବାର ଅଛି। ତ ଏଇଟା ଆପଣଙ୍କ କେଉଁ ବ୍ୟାଙ୍କ ଖାତାକୁ ଆସିବ। ଯେଉଁ ମନେ ରଖିଥାନ୍ତୁ, ଏଇ ଯେ ଭିଡ଼ିଓ ମୁଁ ଆପଣଙ୍କୁ କହିବା ପାଇଁ ଯାଉଛି, এই ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ଘରେ ବସିକି ଆପଣ ଜାଣିପାରିବେ କି ଆପଣଙ୍କ କେଉଁ ବ୍ୟାଙ୍କକୁ ଆପଣଙ୍କ ଟଙ୍କା ଆସୁଛି ବୋଲି। ତ ଦେଖନ୍ତୁ, ସୁଭଦ୍ରା ଟଙ୍କା ଆପଣଙ୍କୁ ସୁଭଦ୍ରା ଯୋଜନାରେ ସରକାର ଆପଣଙ୍କୁ ଦୁଇଟି କିଛି ଟଙ୍କା ଦେଇଥାନ୍ତି। ଗୋଟେ ହେଉଛି ଆପଣଙ୍କ ମହିଳା ଦିବସରେ, ଆଉ ଗୋଟେ ହେଉଛି ରାକ୍ଷୀ ପୂର୍ଣ୍ଣିମାରେ। ତ ଯେହେତୁ ଅଗଷ୍ଟ ବର୍ଷ 28 ତାରିଖ ମାନେ ଆଜି ଆପଣଙ୍କ ଟଙ୍କା ଆସିବା ପାଇଁ ଯାଉଛି ସୁଭଦ୍ରାର ପଞ୍ଚମ କିସ୍ତି, ଯାହାକି ମୂଲ୍ୟ ରହୁଛି 5,000 ଟଙ୍କା ଅଛି, ଯାହାକି ନୟାଗଡ଼ରେ ଆପଣଙ୍କର ଉଦ୍ଘାଟନ କରି ସୁଭଦ୍ରାର 5,000 ଟଙ୍କା ଦିନ 11ଟା ବେଳେ ଆପଣମାନଙ୍କୁ ସରକାର ଟଙ୍କା ଦେବା ପାଇଁ ଯାଉଛନ୍ତି। ତ ଦିନ 11ଟା ଯେଉଁ ଆପଣ ଟଙ୍କା ପାଇବା ପାଇଁ ଯାଉଛନ୍ତି, ତାପରେ ଆପଣ କେମିତି ଭାବେ ଚେକ୍ କରିବେ କି ଆପଣଙ୍କର ସୁଭଦ୍ରା ଟଙ୍କା ଆପଣଙ୍କ କେଉଁ ବ୍ୟାଙ୍କରେ କ୍ରେଡ଼ିଟ୍ ହେଇକି ଅଛି। ଦେଖନ୍ତୁ, ପ୍ରଥମେ ଆମେ ପ୍ଲେ ଷ୍ଟୋର୍ ପଳାଇବେ। ପ୍ଲେ ଷ୍ଟୋର୍ ଯାଇକି ଆପଣଙ୍କର ନିଜ ନିଜ ବ୍ୟାଙ୍କ ଲେଖିଦେବେ, ଏଠି ଅଲ୍ ବ୍ୟାଙ୍କ ପାସବୁକ୍ ବୋଲି ଲେଖିଦେବେ। ଅଲ୍ ବ୍ୟାଙ୍କ ପାସବୁକ୍ ଲେଖି ସାରିଲା ପରେ ଦେଖିପାରୁଥିବେ ଏଇଠି ଆପଣଙ୍କୁ ଗୋଟେ ଏଇ ବ୍ୟାଙ୍କର ଚିହ୍ନ ଆସୁଥିବ। ତ ଚିହ୍ନ ଆସିଲା ପରେ ଏଇଟାକୁ ଆପଣ କ'ଣ କରିବେ ନା ଏଇଠି ଓପନ୍ କରିବେ। ଠିକ୍ ଅଛି। ତ ଓପନ୍ କରିସାରିଲା ପରେ ଆପଣଙ୍କର ଟିକେ अब अलग अलग बैंक अकाउंट्स और एप्स चेक करने की झंझट खत्म। ତ ଏଇଠି ଏଇଭଳି ଭାବେ ଆପଣଙ୍କ ଗୋଟେ ଆପ୍ସ ବାହାରିବ। ସେଠି ଆପଣଙ୍କ ନିଜ ମୋବାଇଲ୍ ନମ୍ବର ଏଣ୍ଟର କରିଦେବେ, କାହିଁକିନା ଆପଣ ଯେଉଁ ମୋବାଇଲ୍ ନମ୍ବର ସବୁ ବ୍ୟାଙ୍କରେ ଆପଣ ଦେଇଥିବେ ସେଠାରେ ଆପଣ ଏଡ଼୍ କରିଦେବେ। ଏଡ଼୍ କରିସାରିଲା ପରେ ଆପଣଙ୍କୁ ଏମିତି ଗୋଟେ ଫେସ୍ ଆପଣଙ୍କୁ ବାହାରି ଆସିବ। ବାହାରି ଆସିଲା ପରେ ଦେଖିପାରୁଥିବେ, ଟିକେ ରିଫ୍ରେଶ୍ କରିବେ। ରିଫ୍ରେଶ୍ କରିସାରିଲା ପରେ ଆପଣଙ୍କୁ ସବୁ ବ୍ୟାଙ୍କର ଖାତା ଆପଣଙ୍କୁ ଦେଖାଇଦେବ, ଯାହାକି ଯେଉଁ ବ୍ୟାଙ୍କର ଖାତା ଆପଣଙ୍କ ମୋବାଇଲ୍ ନମ୍ବର ଲିଙ୍କ୍ ଥିବ, ତ ସେଇ ବ୍ୟାଙ୍କର ଖାତା ଆପଣଙ୍କୁ ଟୋଟାଲ୍ ଡିଟେଲ୍ସ ଭାବରେ ଦେଖାଇଦେବ। ଠିକ୍ ଅଛି। ତ ଟୋଟାଲ୍ ଡିଟେଲ୍ସ ଭାବରେ ଆପଣ ନିଜ ନିଜ ବ୍ୟାଙ୍କ ଖାତା ଆପଣ ଚେକ୍ କରିପାରିବେ, ଯେଉଁଟାକି ନିଜ ନିଜ ମୋବାଇଲ୍ ମାଧ୍ୟମରେ। ଦେଖନ୍ତୁ, ମୁଁ ଏଇଟା ଆପଣଙ୍କୁ ଗୋଟେ ଜିନିଷ ଦେଖାଇ ଦେଉଛି। ଧର ସପୋଜ୍ ଆପଣଙ୍କ ଗୋଟେ ବ୍ୟାଙ୍କରେ ଆପଣଙ୍କ ଟଙ୍କା ଆସିଥିବ। ଟଙ୍କା ଆସିଲେ ଆପଣ କ'ଣ କରିବେ ନା ଏଇଠି ଆପଣଙ୍କୁ ଯେମିତି ପ୍ଲସ୍ ଚିହ୍ନ ଲେଖା ହେଇଛି ଦେଖିପାରୁଥିବେ, ଏଇଠି ପ୍ଲସ୍ ଚିହ୍ନ ଲେଖା ହେଇଛି। ତ ଏ ପ୍ଲସ୍ ଚିହ୍ନରେ ଆପଣଙ୍କର ଯେତିକି ଟଙ୍କା ଆସିଥିବ ସେତିକି ପଇସା ଲେଖା ହେଇଥିବ, ଏବଂ ଏଠି ଆପଣଙ୍କ କ'ଣ ଲେଖା ହେଇଥିବ ନା କ୍ରେଡ଼ିଟେବୁଲ୍ ଲେଖା ହେଇଥିବ ଆପଣଙ୍କର। ଠିକ୍ ଅଛି। ତ ଏଇ ଆକାଉଣ୍ଟର କ୍ରେଡ଼ିଟେବୁଲ୍ ଲେଖା ହେଇଥିବ, ଏବଂ ଆପଣଙ୍କ ଏଠି ପ୍ଲସ୍ ଚିହ୍ନ କରିକି ଆପଣଙ୍କର 2,000 କି 5,000 କି 10,000 କି 15,000 ଯାହା ବି ଟଙ୍କା ଆସିଥିବ ସୁଭଦ୍ରା ଯୋଜନାରେ, ଆପଣ ସେଇଭଳି ଭାବରେ ଆପଣ ଚେକ୍ କରିପାରିବେ। ଯଦି ବି ଜାଣିପାରୁନାହାନ୍ତି ଆପଣ କେମିତି ଭାବେ ଚେକ୍ କରିପାରିବେ ନିଜ ନିଜ ଆକାଉଣ୍ଟରେ, ଆପଣ କ'ଣ କରିବେ ନା ଏଇଠି ଆପଣଙ୍କର ଯେକୌଣସି ଯେତେଟା ବ୍ୟାଙ୍କ ଥିବ ଆପଣଙ୍କର, ସେଥିରେ ବ୍ୟାଙ୍କରେ ଆପଣଙ୍କର ଏଇଠି ରିଫ୍ରେଶ୍ ଚିହ୍ନ ରହୁଛି। ଏ ରିଫ୍ରେଶ୍ ଚିହ୍ନ ଉପରେ ଆପଣ ରିଫ୍ରେଶ୍ କଲା ପରେ ମଧ୍ୟ ଜାଣିପାରିବେ। ନହେଲେ ଆପଣମାନଙ୍କର ଏଠି ଏ ତୀର ଚିହ୍ନ ରହୁଛି, ଏଠି ଏ ତୀର ଚିହ୍ନ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଟ୍ରାନ୍ଜାକ୍ସନ୍ ଆପଣ ଚେକ୍ କରିପାରିବେ, ଯାହାକି ଆପଣଙ୍କ ଦେଖାଉଥିବେ କ୍ରେଡ଼ିଟ୍ ଲେଖା ହେଇଛି, ଏବଂ ଆପଣଙ୍କର ଏଠି କେତେ କେଉଁ ତାରିଖରେ ଆସିଛି ଟଙ୍କାଟା ଏବଂ କେତେ ଟଙ୍କା ଆସିଛି ସେ ଟୋଟାଲ୍ ଡିଟେଲ୍ସ ଭାବରେ ଲେଖା ହେଇଛି ଏଠି। ଠିକ୍ ଅଛି। ତ ଯଦି ଆପଣମାନେ ଅଲଗା ତାରିଖ କିମ୍ବା ମାନେ 28 ତାରିଖ ପୂର୍ବରୁ ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଏଠି ଘର କ୍ୟାଲେଣ୍ଡର ଭଳିଆ ଦେଖାହେଉଛି ଗୋଟେ। ଏଇ କ୍ୟାଲେଣ୍ଡର ଉପରେ ଆପଣ କ୍ଲିକ୍ କଲେ ଆପଣ ଯେଉଁ ତାରିଖରେ ଆପଣଙ୍କର ଡିଟେଲ୍ସ ଭାବରେ ଚେକ୍ କରିବା ପାଇଁ ଚାହୁଁଛନ୍ତି, ତ ସେଇ ତାରିଖରେ ଆପଣ ଡିଟେଲ୍ସ ଭାବରେ ଚେକ୍ କରିପାରିବେ। ଠିକ୍ ଅଛି। 20 ତାରିଖ ଚେକ୍ କରିବେ, 20 ତାରିଖ ଉପରେ କ୍ଲିକ୍ କରିବେ, ଓକେ ଉପରେ କ୍ଲିକ୍ କଲେ ଆପଣଙ୍କ ଟୋଟାଲ୍ ଡିଟେଲ୍ସ ଟ୍ରାଞ୍ଜାକ୍ସନ୍ ଆପଣଙ୍କର ବାହାରି ଆସିବ। ଏସବୁ ରହିଲା ଆପଣଙ୍କ ଡିଟେଲ୍ସ ଭାବରେ ଆପଣ କେଉଁ ଭଳି ଭାବରେ ନିଜ ନିଜ ବ୍ୟାଙ୍କ ଖାତା ଚେକ୍ କରିପାରିବେ। ଏସବୁ ମୁଁ ଆପଣଙ୍କୁ ଜଣାଇଦେଲି। ଆପଣମାନେ ଏଇଭଳି ଭାବରେ ବ୍ୟାଙ୍କ ଆପ୍ସକୁ ଡାଉନଲୋଡ଼୍ ମାରନ୍ତୁ। ଡାଉନଲୋଡ଼୍ କରିକି ଆପଣମାନେ ମଧ୍ୟ ନିଜ ନିଜର ବ୍ୟାଙ୍କ ଖାତାକୁ ଆପଣମାନେ ଚେକ୍ କରି ନିଅନ୍ତୁ। ଠିକ୍ ଅଛି। ତ ଆଶା କରିବି ଭିଡ଼ିଓଟି ଆପଣଙ୍କୁ ଆଜି ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥିବେ, କାରଣ ଆମେ ଯାହା କିଛି ନୂଆ ନୂଆ ଇନଫର୍ମେସନ୍ ଭିଡ଼ିଓ ପକାଉଛୁ ଆପଣମାନଙ୍କ ପାଖରେ ଯାଇ ପହଞ୍ଚି ପାରିବ। ଆଜି ପାଇଁ ରହୁଛି ଆଜ୍ଞା, ଧନ୍ୟବାଦ।